ପାଖେଇ ଆସିଲାଣି ରଥଯାତ୍ରା। ଚଳଚଞ୍ଚଳ ହୋଇ ଉଠିଲାନି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା। ରଥଖଳାରେ ରଥ କାର୍ଯ୍ୟ ଖୁବ୍ ଜୋରଦାର ଭାବରେ ଚାଲିଥିବା ବେଳେ ରଥ ମହାରଣା ଏବଂ ରଥ ମହାପାତ୍ରଙ୍କର କିଛି ସମସ୍ୟା ପାଇଁ ବର୍ତ୍ତମାନ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଯୋଉ ରଥ କାର୍ଯ୍ୟ ଚାଲିଛି ରଥ କାର୍ଯ୍ୟରେ ବିଳମ୍ବ ମଧ୍ୟ ହେଉଥିବା ସୂଚନା ରହିଛି। ତେବେ କଣ ରହିଛି ଅଭିଯୋଗ ଏବଂ କଣ ରହିଛି ସମସ୍ୟା ସେ ନେଇ ଆମେ ସିଧାସଳଖ ଆଲୋଚନା କରିବା। ଆମ ସହିତ ଦେଖିପାରୁଥିବେ କିଛି ଆମର ରଥ ମହାରଣା ଅଛନ୍ତି ଏବଂ ଯୋଉ ମହାପାତ୍ର ମଧ୍ୟ ଅଛନ୍ତି। ଆମେ ସେମାନଙ୍କ ସହିତ ଆଲୋଚନା କରିବା କଣ ସମସ୍ୟା ବର୍ତ୍ତମାନ ସୃଷ୍ଟି ହେଉଛି ଏବଂ ଯୋଉଭଳି ଭାବରେ ଆମେ ଆଲୋଚନା କରୁଥିଲେ ଯେ ରଥ କାର୍ଯ୍ୟରେ କିଛି ମାତ୍ରାରେ ବିଳମ୍ବ ମଧ୍ୟ ହେଉଛି। ତ କଣ ସମସ୍ୟା କଣ ରହିଛି, କାହିଁକି ରଥ କାର୍ଯ୍ୟରେ ବିଳମ୍ବ ହେଉଛି, କଣ ସବୁ ଯୋଉ ପ୍ରଶାସନ ଆପଣମାନଙ୍କୁ ଠିକ ଭାବରେ ସହଯୋଗ କରୁଛି କି ନାହିଁ, କଣ ରହିଛି ସମସ୍ୟା? ପ୍ରଶାସକ ବିଲକୁଲ ସହଯୋଗ କରୁନାହାନ୍ତି କି ଆମ ପାଖକୁ ଆସୁ ବି ନାହାନ୍ତି। ଯେ ଆମେ ସେଇ ଯାହା କାଠ ଦେଲେ ସେଇ କାଠ ଯୋଡ଼ି ଯୋଡ଼ାକି ଲଗେଇ ସାରିଲା ପରେ ସବୁ ଯୋଡ଼ା ହେଇକି ଚାଲିଛି। ଯଦି ଆମର କିଛି ଅଘଟଣ ଘଟେ ତାହେଲେ ଆମେ ଦାୟୀ ହବାନି। ତେଣୁ ଆମ ପାଖର କାଠ ଦେଲେ ସିନା ଆମେ ରଥ କରିବୁ। ଆମକୁ ସେଇ ପୁରୁଣା କାଠରେ ଯୋଡ଼ି କେତେ ଯୋଡ଼ିବା, ଆଉ ଯୋଡ଼ି ହବନି। ଲାଷ୍ଟରେ ଆମେ ସେଇରକମ ଯୋଡ଼ିକି ରଖିଦେଇଛେ। ମହାପ୍ରଭୁ ଯିବେ ଆସିବେ ତାଙ୍କ ଭରସା, ଆମେ ଆଉ କାହାକୁ ଦୋଷ ଦେବା? ଆପଣ କଣ କଣ କାଠ ଦରକାର, କେତେବେଳେ ଦରକାର, ସେ ସବୁ ଜିନିଷ ଆପଣ ତ ମାନେ ଦେଇଥିବେ, ଲିଷ୍ଟ ଦିଆଯାଇଥିବ। ଲିଷ୍ଟ ଦିଆଯାଇଥିଲା, ସେମାନେ ଟାଇମରେ ଯାହା ଦେଲେ ସେ କାଠ ଟାଇମରେ ଦଉନାହାନ୍ତି। ତାପରେ ଯଦି ବି ଆଣୁଛନ୍ତି ସବୁ ପଚା ଫୁମ୍ଫରା କାଠ, ଯାହାଫଳରେ କି ସବୁ ଜଙ୍ଗଲ ଭିତରକୁ ନ ଯାଇକି ରାସ୍ତା କଡ଼ରେ କାଟିକି ଆଣୁଛନ୍ତି। ସେ ଗଛ ଭାଙ୍ଗି ଡାଳ ଭାଙ୍ଗି ସେ ପାଣି ପଶୁଛି, ଯାହାଫଳରେ ଗଛଟା ଫୁମ୍ଫରା ହଉଛି। ବର୍ତ୍ତମାନ ରଥ କାର୍ଯ୍ୟ କେମିତିକା ଚାଲିଛି ତାହେଲେ? ରଥ କାମ ଚାଲିଛି, ଆପଣଙ୍କର ପେମେଣ୍ଟ ବି ପାଉନେ, ଯାହାଫଳରେ କି ଲେବର ମାନେ ସବୁ ଆଜି 5 ଜଣ ଖଣ୍ଡେ ଡିସକଣ୍ଟିନ୍ୟୁ ହେଇଛନ୍ତି। ସେମାନେ ଗାଡ଼ିରେ ତେଲ ପକେଇ ଦେଇ ପଇସା ପାଉନାହାନ୍ତି। ଏତେ ଦୂର ଦୂରାନ୍ତର ଆସୁଛନ୍ତି ନା, ଆଉ ତ ସବୁ ଆମେ ମିଳିମିଶିକି କାମ କରୁଛେ, ଦୁନିଆ ଆଡୁ ଲୋକ ନେଇକି ଆମେ କାମ କରୁଛେ। ତେଣୁ ସବୁ ଦୂର ଦୂରାନ୍ତର ଆସୁଛେ, କିଏ ହାତୀକୋଟରୁ ଆସୁଛୁ, କିଏ କେରକରୁ ଆସୁଛୁ, କିଏ ବାଲିଆରୁ ଆସୁଛୁ, କିଏ ରଙ୍ଗାମାଟିଆରୁ ଆସୁଛୁ, କିଏ ଟିକରପଡାରୁ ଆସୁଛୁ, ଏଇରକମ ଦୂର ଆସୁଛନ୍ତି। ତେଣୁ ସେମାନେ ଆସିବାର ତାଙ୍କ ପାଖରେ ପଇସା ଥିଲେ ସେମାନେ ତେଲ ପକେଇବେ। ସେମାନଙ୍କୁ ତାଙ୍କର ଯୋଉ ପାରିଶ୍ରମିକ ମଧ୍ୟ ଦିଆଯାଉ ନାହିଁ। ପାରିଶ୍ରମିକ ପକେଇକି ରଖିଛନ୍ତି। ମ୍ୟାଡାମ ତ ଛୁଟିରେ ଅଛନ୍ତି, ବା ସେ କହୁଛନ୍ତି ମ୍ୟାଡାମ ଆସିନାହାନ୍ତି, ଦଶ କରିବେ। ଆଜି ଫୋନ କଲା ବେଳକୁ ଫାଇଲ ଅଛି ମ୍ୟାଡାମ ପାଖରେ। ମ୍ୟାଡାମ କେତେବେଳେ ତାଙ୍କର ମୁଣ୍ଡ ବିନ୍ଧିବ, ଦସ୍ତଖତ କରିବେ, ପଇସା ଦେବେ, କାମ କରିବା। ନିଶ୍ଚିତ ଭାବରେ ଦେଖନ୍ତୁ, କାଠ ସମସ୍ୟା ଏବଂ ଯୋଉଭଳି ଭାବରେ ଯୋଉ କାରିଗର ମାନଙ୍କର ଯୋଉ ସେମାନଙ୍କୁ ଠିକ ଭାବରେ ପେମେଣ୍ଟ ମଧ୍ୟ ଦିଆଯାଉନାହିଁ, ଯୋଉଭଳି ଭାବରେ ଅଭିଯୋଗ କରୁଥିଲେ, ସେଥିପାଇଁ ଯୋଉ କାରିଗର ମାନେ ଦୂର ଦୂରାନ୍ତରୁ ଆସୁଛନ୍ତି ସେମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହଉଛି। କଣ କହିବେ, ଆପଣ କେତେ ବର୍ଷ ଧରିକି ରଥ କାମ କରୁଛନ୍ତି? ମୁଁ ତ ପ୍ରାୟ 25 ବର୍ଷ ହେଲା କାମ କରୁଛି। ତା ଭିତରେ ମୁଁ ହେଉଛି ବରିଷ୍ଠ ମହାରଣା। ତା ଭିତରେ ଆମର ରଥ ଭିତରେ 42 ଫୁଟିଆ କାଠ 17 ଖଣ୍ଡ ଲାଗେ। ସେଥିରୁ ମହାପାତ୍ର ଲେଖିଥିଲେ 42 ଫୁଟିଆ କାଠ ଆଉ 35 ଫୁଟିଆ କାଠ ଏମିତି ମିଶେଇକି 17 ଖଣ୍ଡ। ସେ କାଠ ଶ୍ରୀପଞ୍ଚମୀ ପୂଜା ବେଳକୁ ପହଞ୍ଚିବା କଥା, କିନ୍ତୁ ସେ ଶ୍ରୀପଞ୍ଚମୀ ପୂଜା ନ ଦେଇକି ଏଇ ରଥ 15 ଦିନ 17 ଦିନ ଏମିତି ଥିବ ଆଣିକି ପହଞ୍ଚେଇବେ। ଆଉ ତାପରେ ଲଗେଇ ସାରିଲା ପରେ ଇଞ୍ଜିନିୟର ମାନେ ଆସିବେ, କହିବେ ଏ କାଠ କାହିଁକି ଏମିତି ପୁକା ନଗେଇଲ, କଣା ନଗେଇଲ, ଏଗୁଡ଼ା କାଢ଼ିକି ବାଦ କର। ତେଣୁ ଆମେ ସେଗୁଡ଼ା ବାଦ କରିବା ସମ୍ଭବ ନୁହେଁ। ତେଣୁ ଆମେ ତାଙ୍କୁ କାଲି ଆସିଥିଲେ ମନା କରିଦେଲେ। କେମିତିଆ ରଥ କାର୍ଯ୍ୟ କେମିତିଆ ଚାଲିବ, ମାନେ ଯେହେତୁ ସମୟ ପାଖେଇ ଆସିଲାନି, ମାନେ ତା ଭିତରେ ରଥ କାର୍ଯ୍ୟ ସରିବ କିଭଳି ଭାବରେ ସରିବ ଏବଂ ମହାପ୍ରଭୁଙ୍କର କେମିତିଆ ରଥଯାତ୍ରା ଅନୁଷ୍ଠିତ ହେବ? କଷ୍ଟ ମଷ୍ଟ କରିକି ଯୋଡ଼ି ଯୋଡ଼ାକି ଆମେ ନଗେଇଲେ ପାଖେଇ ଆସିଲାଣି ମିଳିକି ସାରିବା ନ ସାରିବା ଆମ ଉପରେ ଦାୟିତ୍ୱ ଅଛି ବୋଲିକି ଆମେ ସେଗୁଡ଼ାକୁ ଯୋଡ଼ି ଯୋଡ଼ାକି ନଗଉଛେ। ଟାଇମ୍ ନଷ୍ଟ ହେଉଛି, ଲୋକ ଅଧିକା ଲାଗୁଛନ୍ତି, ଆଉ ତାପରେ ପେମେଣ୍ଟ ଜମା ଠିକ୍ ଦେଉନାହାନ୍ତି। ଆମର ଗୋଟେ ହପ୍ତାକୁ ହପ୍ତା ଗୁରୁବାର ଦିନ ହପ୍ତା ଥାଏ, ସେଇଦିନ ହପ୍ତା ପାଇକି ଲୋକମାନେ ଯାଆନ୍ତି, ହାଟ ବାଟ କରନ୍ତି, ଚାଉଳ ଫାଳ କିଣନ୍ତି, ଏ런 ସବୁ କରନ୍ତି। ସେଟା ଏ ବର୍ଷ ହେଇପାରୁନି, ଦେଉନାହାନ୍ତି ଜମା।
ନିଶ୍ଚିତ ଭାବରେ ଦେଖନ୍ତୁ ଶୁଣୁଥିଲେ କୋଉଠି ନା କୋଉଠି ଗୋଟେ ଜିଲ୍ଲା ପ୍ରଶାସନ ବା ଯୋଉ ଦେବୋତ୍ତର ବିଭାଗ ରହିଛି ସେମାନଙ୍କର ନିଶ୍ଚିତ ଭାବରେ ଏମାନଙ୍କ ପ୍ରତି କିଛି ଗୋଟେ ସମସ୍ୟା ରହୁଛି ଯୋଉମାନେ ଯୋଉଭଳି ଭାବରେ ସେମାନେ ତାଙ୍କର ସମସ୍ୟା ସମ୍ପର୍କରେ ପ୍ରକାଶ କରୁଛନ୍ତି। କଣ କହିବେ ଯେହେତୁ ଆପଣମାନେ ଦୀର୍ଘ ବର୍ଷ ଧରିକି କାମ କରୁଛନ୍ତି ଏ ବର୍ଷ ମଧ୍ୟ କାମ ଜାରି ରଖିଛନ୍ତି କିନ୍ତୁ କୋଉଭଳି ଭାବରେ ଆପଣମାନଙ୍କର ସମସ୍ୟା ହଉଛି ଏବଂ ସମସ୍ୟାର ସମାଧାନ କିଭଳି ଭାବରେ ହେଇପାରିବ ଆପଣ କଣ ମାନେ ଚାହୁଁଛନ୍ତି? ସମସ୍ୟାର ସମାଧାନ ସବୁ କିଛି ଠିକ ଅଛି, କିନ୍ତୁ ଅଫିସ ବାଲା ଆମର ଟିକେ ଆମ କଥା ଶୁଣୁନାହାନ୍ତି ମାନେ ଆମେ ଯେ କଥା କହୁଛେ ସେମାନେ ହଠାଦାର କରୁଛନ୍ତି ଆମ କଥାକୁ। ସିଏ ମନେ କରୁଛନ୍ତି ଆମେ ଅଦରକାରୀ ଜିନିଷ ତାଙ୍କ ପାଇଁ। ଏଥିପାଇଁ କହିଲେ ଆମକୁ ରଥ ମିଟିଂ ର ମୁଖ୍ୟ ଲୋକ ହଉଛନ୍ତି ରଥ ମହାପାତ୍ର, ରଥ ମହାରଣା। ପ୍ରଥମ ଲୋକ ସେଇମାନଙ୍କୁ କାଲି ଅବରୋଧ କରି ଦିଆଗଲା, ତମର ଆଜି ଚିଠି ଦେଇକି ବନ୍ଦ କରି ଦିଆଗଲା, ତମର ଆଜି ମିଟିଂ ନୁହେଁ, ତମକୁ ନେତା ମନ୍ତ୍ରୀ ଆସିନେ ତମକୁ ଡାକାଯିବ। ଆମେ କିଛି ନ କହିକି ଫେରି ଆସିଲେ, ଶିଶୁପାଳରକୁ ଫେରି ଆସିଲେ। ଫେରି ଆସିବାର ତାପରେ ଆମେ ଧୀରେ ସେ ଆମେ କାମ କରିବା ପାଇଁ ଲାଗିଲେ। ତାପରେ ଆସିବେ ସାର୍ ମାନେ, କେହି ବି ଆମ ପାଖରେ ପହଞ୍ଚିଲେ ନାହିଁ। ଆମ ସମସ୍ୟା ଅଛି, ଆମେ ସଉଦା ପତ୍ର କିଣିବା, ଆମେ ବହୁତ ଦୂରିଆରୁ ଆସିକି ଏଠି ପଡିଛେ, ସଉଦା ପତ୍ର କିଣିବା, ଚାଉଳ ପତ୍ର କିଣିବା, ଏ ସମସ୍ୟା ବି ବୁଝିବାର ନାହିଁ। ଆମେ କି ଖାଉଛେ କି ନାହିଁ ସେଟା ବି ବୁଝିବାର ନାହିଁ। ପ୍ରୋବ୍ଲେମ ସମ୍ମୁଖୀନ ସେଇମାନେ କରୁଛନ୍ତି ଆମକୁ, ଅଫିସ ବାଲା। କିଛି ଦାୟିତ୍ୱ ତାଙ୍କର ନାହିଁ, ଯାହା ଫଳରେ ପଚା କାଠ ଯଦି ଇଞ୍ଜିନିୟର ଆସିଲେ ପଚା କାଠ ଦେଖେଇଲେ, ଯାହା ଫଳରେ ଆମକୁ ଅଫିସର ମନା କରୁଛନ୍ତି ସେ କାଠ ଦେଖାଉନି, ପୁଟିନ ଦିଅ, ଫେଭିକଲ ଦିଅ, ବନ୍ଦ କର, କ୍ଲିନ କର। ଆମେ ମିସ୍ତ୍ରୀ ହିସାବରେ ତ ସେଗୁଡା କରିବା ଆମର କର୍ତ୍ତବ୍ୟ, କିନ୍ତୁ ସେଗୁଡା ଠାକୁରଙ୍କ ପାଇଁ ସେଟା କର୍ତ୍ତବ୍ୟ ନୁହେଁ। ଠାକୁର ଏଠି ଫଟା କଣା ଦେଖନ୍ତିନି, ଡାଇରେକ୍ଟ ତାଙ୍କର ଭଲ କାଠ ଯିବ। ଯେମିତି ନ କରିକି ସେମାନେ ଫଟା ଗୁଡାକୁ ପ୍ୟାକିଂ ଦେଇତେ କହୁଛନ୍ତି। ଏଇଭଳିଆ ଯୋଉ ଯୋଡି ଯୋଡାକି ଆପଣ ମାନେ ଯୋଉ କାମ କରୁଛନ୍ତି ମାନେ ଆମ ପିଢି ପାଇଁ କାଠ ଆଉ ନାହିଁ। ଏ ବର୍ଷ ତ ଯୁଡି ଦେଲେ, ଆର ବର୍ଷ ପାଇଁ କଣ କରିବା? ସେ କାଠ ତ ଯୁଡିକି ଫେର ଚାଲିବନି, ବହୁତ ସମସ୍ୟା ହବ। ଆକୁ ଭାବିଲାକୁ ଦୁଃଖ ଲାଗୁଛୁ, କାଠ ଆଉ କାଠ ରଥ ହବ କି ନାହିଁ ସେଟା ଗୋଟେ ଚିନ୍ତା ଆସିଯାଉଛି। ନିଶ୍ଚିତ ଭାବରେ ଦେଖନ୍ତୁ ଯୋଉଭଳି ଭାବରେ ଆମେ ଆଲୋଚନା କରୁଥିଲେ ଯେ ସମସ୍ତଙ୍କର ଅଭିଯୋଗ ରହୁଥିଲା ଯେ ସେମାନଙ୍କୁ ଠିକ ଟାଇମରେ କାଠ ଦିଆଯାଉ ନାହିଁ ଏବଂ ସେମାନଙ୍କୁ ତାଙ୍କର ଯୋଉ ପାରିଶ୍ରମିକ ମଧ୍ୟ ଠିକ ସମୟରେ ଦିଆଯାଉ ନାହିଁ, ଯୋଉଥିପାଇଁ ରଥ କାର୍ଯ୍ୟରେ ବା ରଥ ନିର୍ମାଣରେ ସେମାନଙ୍କର ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ଯୋଉଭଳି ଭାବରେ କହୁଥିଲେ କି ଯେ କାଠ ରଥ ନିର୍ମାଣରେ କାଠର ଗୋଟେ ମାନେ ଯୋଉ ନୂତନ କାଠ ଯୋଉ ଦିଆଯାଏ, କାଠର ସବୁଠାରୁ ବଡ ଆବଶ୍ୟକତା ରହିଛି ଏଠାରେ ଏବଂ କାଠର ଅଭାବ ମଧ୍ୟ ରହିଛି।